+3 ପିଲାଙ୍କ ପାଇଁ ଖୁସି ଖବର। +3 ଆବେଦନର ଶେଷ ସମୟସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଆପଣମାନେ ଦେଖିପାରୁଥିବେ, ଏହା ହେଉଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ +3 ରିଭାଇଜ୍ ଟାଇମ୍ ଲାଇନ୍ର ଅଫିସିଆଲ ନୋଟିଫିକେସନ୍। ଚାଲନ୍ତୁ ନୋଟିଫିକେସନ୍ଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିବା। 1 ନମ୍ବର, ଆପଣମାନେ ଜାଣିଥିବେ ପୂର୍ବରୁ 20 ମେ 2025 ଥିଲା +3 ଆପ୍ଲିକେସନ୍ର ଶେଷ ସମୟ। ଏବେ ପୁଣି ଥରେ 21 ମେ 2025 ଠାରୁ କମନ୍ ଆପ୍ଲିକେସନ୍ ଫର୍ମଟି ୱେବସାଇଟ୍ରେ ଉପଲବ୍ଧ ରହିବ। 2 ନମ୍ବର ପଏଣ୍ଟ, +3 ଆପ୍ଲାଏର ଶେଷ ସମୟ ସୀମାକୁ ବୃଦ୍ଧି କରାଯାଇ 1 ଜୁନ୍ 2025 11:45 PM ରଖାଯାଇଛି। ଆସନ୍ତୁ ଯିବା 3 ନମ୍ବର ପଏଣ୍ଟକୁ। 3 ନମ୍ବର ପଏଣ୍ଟଟି କହିଲା କି ଯେଉଁମାନେ ପୂର୍ବରୁ ଆବେଦନ କରିସାରିଛନ୍ତି ସେମାନେ OTP ଦ୍ୱାରା ସେମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମଟିକୁ ଏଡିଟ୍ କରିପାରିବେ ଏବଂ ତାହାର ସମୟ ସୀମା ରହିଲା 21 ମେ 2025 2ଟା PM ଠାରୁ 1 ଜୁନ୍ 2025 11:45 PM। ଆସନ୍ତୁ ଯିବା 4 ନମ୍ବର ପଏଣ୍ଟକୁ। 4 ନମ୍ବର ପଏଣ୍ଟଟି କହିଲା କି ଯେଉଁମାନେ ପୂର୍ବରୁ ଆବେଦନ କରିସାରିଛନ୍ତି ସେମାନେ ସେମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମରେ +2 ମାର୍କସିଟ୍କୁ ଅପଲୋଡ଼ କରିପାରିବେ ଏବଂ ଏହାର ମଧ୍ୟ ସମାନ ସମୟ ସୀମା ରହିଲା 21 ମେ 2025 2ଟା PM ଠାରୁ 1 ଜୁନ୍ 2025 11:45 PM ପର୍ଯ୍ୟନ୍ତ। ଶେଷ ପଏଣ୍ଟ ବା 5 ନମ୍ବର ପଏଣ୍ଟଟି କହିଲା କି +3 ଆଡମିସନ୍ର ସିଟ୍ ଆଲଟମେଣ୍ଟ କିମ୍ବା ଫାର୍ଷ୍ଟ ସିଲେକ୍ସନ୍, ସେକେଣ୍ଡ ସିଲେକ୍ସନ୍ ଓ ଥାର୍ଡ଼ ସିଲେକ୍ସନ୍ର ଡେଡ୍ଲାଇନ୍ଟି ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ ପରେ ପ୍ରକାଶ ପାଇବ। ଆପଣମାନେ ଏହିଭଳି ସୂଚନା ପ୍ରଥମେ ପାଇବାକୁ ହେଲେ ମୋ ସହ ଯୋଡ଼ି ହୋଇ ରୁହନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ରେ କ୍ଲିକ୍ କରନ୍ତୁ, ଯାହାକି ଆପଣମାନେ ପ୍ରଥମେ ସୂଚନାଟିକୁ ପାଇପାରିବେ। ଧନ୍ୟବାଦ।